ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ସିନ୍ଦୁର ଖେଳ ଦେଖିବାକୁ ଯାଉଛନ୍ତି ଏକ ଦମଦାର ଏପିସୋଡ। ବହୁତ ବଢ଼ିଆ ଅଛି, ସ୍କିପ୍ ନ କରି ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ। ଏପଟେ ଅଂଶର ଆଉ ରଶ୍ମିର ହେଇଛନ୍ତି ସାମ୍ନାସାମ୍ନି, ସେପଟେ ମଲ୍ଲିକା ଆଉ ରାଜବୀର ମଧ୍ୟ ହେଇଛନ୍ତି ସାମ୍ନାସାମ୍ନି। ତ ଘରେ ତାଙ୍କର ଯେଉଁ ଦେଇଥିଲେ ବାବା ଟଙ୍ଗେଇବା ପାଇଁ କି ଯେଉଁ ସାଧୁ ବାବା ଦେଇଥିଲେ ସେଇଟା କୁଆଡ଼େ ହଜିଯାଇଛି, ଯେଉଁଥିପାଇଁ କି ସମସ୍ତେ ଟେନସନ୍ ହେଇକି ରଶ୍ମି କରୁଛନ୍ତି। ସେ ରଶ୍ମି କହୁଛନ୍ତି ଯେ ମୁଁ କିଛି ବି କରୁନି, ମୋତେ କ'ଣ ପାଇଁ ଏମିତି ଦେଖୁଛ। ଏପଟେ ଅଂଶ ଆଉ ରଶ୍ମି ସାମ୍ନାସାମ୍ନି ହେଲା ବେଳେ ଅଂଶ ପଚାରୁଛନ୍ତି ରଶ୍ମିକୁ କି ତମେ ତ ମୋତେ ସବୁ ବିଷୟରେ କହିଛ, ତମ ବାହାଘର ବିଷୟରେ କେବେ ବି କହିନ, ତମର ଲଭ୍ ମ୍ୟାରେଜ ହେଇଥିଲା ନା ଆରେଞ୍ଜ ମ୍ୟାରେଜ। ତ ରଶ୍ମି କହିଛନ୍ତି କି ଆଉ ମୋତେ ଥରେ କହିଥିଲେ କି ଆଉ ମୋର ଲଭ୍ ମ୍ୟାରେଜ ହେଇଥିଲା। ତ ତାମାନେ ରାଜବୀର ଯୋଉଟା କହୁଛନ୍ତି ସେଟା ଠିକ୍। ତ ଯେତେବେଳେ ଅଂଶ କହୁଛନ୍ତି ରାଜବୀର କହିଥିଲା ତମେ ମାନିଲ, ତମେ ଏ କଥାକୁ କେବେ ବିଶ୍ୱାସ କରିଛ। ତ ଏପଟେ ଜାଣିପାରୁନାହାନ୍ତି କ'ଣ କରିବେ। ସେପଟେ ରାଜବୀର ଆଉ ଅଂଶ ମଧ୍ୟ ଭିତରେ ବହୁତ ଜୋର ଚାଲିଛି ମନାନ୍ତର ମତାନ୍ତର। ମଲ୍ଲିକା ଆଉ ରାଜବୀରଙ୍କର କଥାବାର୍ତ୍ତା ମଧ୍ୟ ଶୁଣି ଦେଇଛନ୍ତି ଏପଟେ ରଶ୍ମି ଲୁଚିକି। କି ମଲ୍ଲିକା ଆସିକି କହିଛନ୍ତି କି ତମେ ମୋତେ କ'ଣ ଭାବୁଛ, ତମେ ସମସ୍ତଙ୍କ ଆଗରେ ଏକ୍ସପୋଜ କରିବ। ତ ରାଜବୀର କହିଛନ୍ତି ତମ ମୁହଁରେ ଏଇ ଡର ଦେଖିକି ମୁଁ ବହୁତ ଖୁସି ଲାଗୁଛି। ନା ଓହ ତମେ ଭାବୁଛ ମୁଁ ଡରିଗଲି, ମୁଁ ବିଲକୁଲ ବି ଡରିନି। କାହିଁକି ନା ମଲ୍ଲିକା ପଟ୍ଟନାୟକ କେବେ ବି କାହାକୁ ଡରିନି ଏ କଥା କହିଛନ୍ତି। ତାପରେ ରାଜବୀର କହିଛନ୍ତି ଦିନ ଆସିବ ତମେ ଆଣ୍ଠେଇକି ମୋ ସାମ୍ନାରେ ଭିକ ମାଗିବ, ସେତେବେଳେ ମୁଁ ତମକୁ ଦେଖେଇଦେବି ଯେ ଡର କ'ଣ। ଆଉ ଏବେ ମୁଁ ସେ ବିଷୟରେ କିଛି କଥା ପାଇଁ ଚାହୁଁନି। ତ ରଶ୍ମି ଦୂରରୁ ଏ କଥା ଶୁଣିକି କହିଛନ୍ତି ଯେ ଏମାନଙ୍କ ଭିତରେ କିଛି ନା କିଛି ଅଛି ଯୋଉଟାକି ଏମାନେ ଆମକୁ ମୋତେ ଲୁଚେଇଛନ୍ତି। ସେପଟେ ରିୟା ଆଉ ରଶ୍ମି ଯାଇକି କିଚେନରେ ମ୍ୟାଗି ତିଆରି କରିଛନ୍ତି, ନୁଡଲ୍ସ ତିଆରି କଲାବେଳେ ବହୁତ ସାରା ଲଙ୍କା ପକାଇଛନ୍ତି। ସେତେବେଳେ ରିୟା କହୁଛନ୍ତି ଦିଦି ଏତେ ସାରା ଲଙ୍କା କାହିଁ ପକାଇଲ, ଏଥିରେ ଜାଣିପାରୁଛ ତ କେତେ ଜୋର ରାଗ ଲାଗିବ। ନା ଏତେ ଲଙ୍କା ବଦଳରେ ମୋତେ ଏତେ ବିଷ ପକାଇଥିଲା ସେ ମଲ୍ଲିକାକୁ ଖୁଆଇବା ପାଇଁ। ତ ସେହି ସମୟରେ ଜଲେବି ପଳେଇ ଆସନ୍ତି ଆଉ ରଶ୍ମି ତିଆରି କରିଥିବା ନୁଡଲ୍ସକୁ ନେଇକି ପଳାଉଛନ୍ତି। ସେ କହୁଛନ୍ତି ତୁ କ'ଣ ପାଇଁ ନେଇକି ନା ମୁଁ ଏଇଟା ଦିଦିକି ଖୁଆଇବା ପାଇଁ ଯାଉଛି। ତ ସେତେବେଳେ ରଶ୍ମି କହୁଛନ୍ତି ଯାହା ହଉ ବଢ଼ିଆ ହେଲା, ମୁଁ ନ ଦେଇଲା ପୂର୍ବରୁ ଜଲେବି ନେଇକି ମଲ୍ଲିକାକୁ ଦେଇଦେଉଛି। ଏବେ ଆସିବ ଖେଳର ଅସଲ ମଜା। ତ ଏଇ ନେଇକି ଜଲେବି ଯାଇଛନ୍ତି ନୁଡଲ୍ସ ଆଉ ଦେବେ ମଲ୍ଲିକାକୁ। ମଲ୍ଲିକା ଖାଇଲା ପରେ ରିଆକ୍ସନ୍ କ'ଣ ହେବ ଯଦି ଜାଣିବା ପାଇଁ ଚାହୁଁଛନ୍ତି ଅପେକ୍ଷା କରନ୍ତୁ ନେକ୍ସଟ ଏପିସୋଡ଼କୁ। ସେ ପର୍ଯ୍ୟନ୍ତ ଦେଖୁଥାନ୍ତୁ ସିନ୍ଦୁରର ଖେଳ। କେମିତି ଲାଗିଲା ଏପିସୋଡ଼ ନିଶ୍ଚୟ ଭାବରେ କମେଣ୍ଟ କରିବେ। ତା ସହିତ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ୍ କରିବାକୁ ବିଲକୁଲ ବି ଭୁଲନ୍ତୁ ନାହିଁ, କାହିଁକିନା ନୂଆ ନୂଆ ଏପିସୋଡ଼ ଆମେ ଜଲ୍ଦି ଅପଲୋଡ଼ କରିବୁ। ଆଉ ଲାଇକ୍ କରିବେ, ସେୟାର କରିବେ। ରହିଲି, ବାଏ ବାଏ।